ଚନ୍ଦ୍ରକଳାର ହ୍ରାସ ବୃଦ୍ଧି। ପିଲାମାନେ ଆସ ଆଲୋଚନା କରିବା। ପୂର୍ଣ୍ଣିମା ପର ଦିନଠାରୁ ଚନ୍ଦ୍ରର ଆଲୋକିତ ଅଂଶ କମି କମି ଯାଏ। ଠିକ୍ ଯେଉଁଦିନ 15 ଦିନ ହୁଏ ସେଦିନ ଚନ୍ଦ୍ର ଆଦୌ ଦେଖାଯାଆନ୍ତି ନାହିଁ। ଏହି ଦିନଟିକୁ ଆମେ ଅମାବାସ୍ୟା କହିଥାଉ। ଏହି ଦିନଟିକୁ କ'ଣ କୁହାଯାଏ ପିଲାମାନେ? ନା ଅମାବାସ୍ୟା କୁହାଯାଏ। ଯେଉଁଦିନ ଚନ୍ଦ୍ର ଆଦୌ ଦେଖାଯାଆନ୍ତି ନାହିଁ ତାକୁ ଅମାବାସ୍ୟା କହୁ। ଯେଉଁଦିନ ଚନ୍ଦ୍ର ପୁରା ଗୋଲାକାର ଭାବରେ ଦେଖାଯାଆନ୍ତି, ପୂର୍ଣ୍ଣଚନ୍ଦ୍ର ଦେଖାଯାଆନ୍ତି, ସେଦିନକୁ ଆମେ ପୂର୍ଣ୍ଣିମା କହିଥାଉ। ଅମାବାସ୍ୟା ପରଦିନଠାରୁ ଚନ୍ଦ୍ରର ଆଲୋକିତ ଅଂଶ ବଢ଼ି ବଢ଼ିଯାଏ। ଠିକ୍ 15 ଦିନରେ ପୁଣି ଗୋଲ ଚନ୍ଦ୍ର ଦେଖାଯାଏ। ଏହି ଦିନଟି ପୂର୍ଣ୍ଣିମା ଅଟେ। ଅମାବାସ୍ୟା ପରଦିନଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶୁକ୍ଳପକ୍ଷ କୁହାଯାଏ ଏବଂ ପୂର୍ଣ୍ଣିମା ପରଦିନଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ଦିନଗୁଡ଼ିକୁ କୃଷ୍ଣପକ୍ଷ କୁହାଯାଏ। ପୂର୍ଣ୍ଣିମା ଦିନ ପରେ ଚନ୍ଦ୍ର ପ୍ରତ୍ୟେକ ଘଡ଼ିଏ ଲେଖାଏଁ ବିଳମ୍ବରେ ଦେଖାଯାଆନ୍ତି। ଏକ ଘଡ଼ି ହେଉଛି 48 ମିନିଟ୍। ବୁଝିପାରିଲ ନା ପିଲାମାନେ? ପୂର୍ଣ୍ଣିମା ପରଦିନ 48 ମିନିଟ୍ ବିଳମ୍ବରେ ଚନ୍ଦ୍ର ଦେଖାଯିବେ। ତା ଆର ଦିନ 2 ଘଡ଼ି କହିଲେ ପାଖାପାଖି 96 ମିନିଟ୍, 1 ଘଣ୍ଟା 36 ମିନିଟ୍ ବିଳମ୍ବରେ ଚନ୍ଦ୍ର ଦେଖାଯିବେ। ଏହିଭଳି ପୂର୍ଣ୍ଣିମା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ବିଳମ୍ବରେ ଚନ୍ଦ୍ର ଦେଖାଦେବେ। ଏବେ ବହି ଅଭ୍ୟାସ ପ୍ରଶ୍ନ ଉତ୍ତର କରିବା ପିଲାମାନେ। 1 ନମ୍ବର କ, ଚନ୍ଦ୍ର ପୂର୍ଣ୍ଣମୀ ଦିନ କେଉଁ ଦିଗରେ ଉଦୟ ହୁଅନ୍ତି? ଉତ୍ତର, ଚନ୍ଦ୍ର ପୂର୍ଣ୍ଣମୀ ଦିନ ପୂର୍ବ ଦିଗରେ ଉଦୟ ହୁଅନ୍ତି। ପିଲାମାନେ, ଚନ୍ଦ୍ର ପୂର୍ଣ୍ଣିମା ଦିନ ପୂର୍ବ ଦିଗରେ ଉଦୟ ହୋଇଥାନ୍ତି। ଖ ନମ୍ବର, ଚନ୍ଦ୍ରକଳା କାହାକୁ କହନ୍ତି? ଉତ୍ତର, ଚନ୍ଦ୍ରର ଯେଉଁ ଆଲୋକିତ ଅଂଶ ଆମକୁ ଦେଖାଯାଏ ତାହାକୁ ଚନ୍ଦ୍ରକଳା କହନ୍ତି। ଗ ନମ୍ବର, ଗୋଟିଏ ବର୍ଷରେ ପ୍ରାୟ କେତୋଟି ପୂର୍ଣ୍ଣଚନ୍ଦ୍ର ଦେଖିପାରିବା? ଉତ୍ତର, ଗୋଟିଏ ବର୍ଷରେ ପ୍ରାୟ 12ଟି ପୂର୍ଣ୍ଣଚନ୍ଦ୍ର ଦେଖିପାରିବା। କାରଣ ପ୍ରତ୍ୟେକ ମାସରେ ଗୋଟିଏ ପୂର୍ଣ୍ଣିମା, ଏଣୁ 12 ମାସରେ 12ଟି ପୂର୍ଣ୍ଣଚନ୍ଦ୍ର ଆମେ ଦେଖିପାରିବା। ଘ ନମ୍ବର, ଅମାବାସ୍ୟା ଦିନ ଚନ୍ଦ୍ର ଦେଖା ନ ଯିବାର କାରଣ କ'ଣ? ଉତ୍ତର, ଅମାବାସ୍ୟା ଦିନ ଚନ୍ଦ୍ରର ଆଲୋକିତ ଅଂଶ ପୃଥିବୀକୁ ଦେଖାଯାଇ ନଥାଏ, ଏଣୁ ଆମେ ଚନ୍ଦ୍ରକୁ ଦେଖିପାରିନଥାଉ। ଅ ନମ୍ବର, ପୂର୍ଣ୍ଣମୀ ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ସମୟକୁ କେଉଁ ପକ୍ଷ କୁହାଯାଏ? ଉତ୍ତର, ପୂର୍ଣ୍ଣମୀ ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ସମୟକୁ କୃଷ୍ଣପକ୍ଷ କୁହାଯାଏ। ଏବେ 2 ନମ୍ବରକୁ ଯିବା। କେଉଁ ଉକ୍ତିଟି ଭୁଲ? ପ୍ରତ୍ୟେକ ଦିନ ଚନ୍ଦ୍ର ସନ୍ଧ୍ୟା ସମୟରେ ଉଦୟ ହୁଏ। ତାହେଲେ ଏଇଟା ଠିକ୍ ନା ଭୁଲ ପିଲାମାନେ? ଏଇଟା ଭୁଲ ଅଛି। ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଉଦୟ ହୁଅନ୍ତି ନାହିଁ। ଖ ନମ୍ବର, ଅମାବାସ୍ୟା ଠାରୁ ପୂର୍ଣ୍ଣମୀ ସମୟକୁ କୃଷ୍ଣପକ୍ଷ କୁହାଯାଏ। ଏଇଟା ମଧ୍ୟ ଭୁଲ ଅଛି। ଗ ନମ୍ବର, ଚନ୍ଦ୍ରକଳା ଅଂଶ ବଢ଼ିବା ଓ କମିବାକୁ ଚନ୍ଦ୍ରକଳାର ହ୍ରାସ ବୃଦ୍ଧି କୁହାଯାଏ। ଏଇଟା ଠିକ୍ ଅଛି ପିଲାମାନେ। ଘ ନମ୍ବର, ଆମେ ସର୍ବଦା ଚନ୍ଦ୍ରର ଗୋଟିଏ ପାର୍ଶ୍ୱ ଦେଖୁ। ଏଇଟା ମଧ୍ୟ ଠିକ୍ ଅଛି। ତାହେଲେ 2 ନମ୍ବରର ପ୍ରଥମ କ ଆଉ ଖ ଭୁଲ ଅଛି ପିଲାମାନେ।